ଗୋଟିଏ ଗ୍ରାମରେ ତିନି ଭାଇ ରହୁଥିଲେ। ଲମ୍ବା ଚଉଡ଼ା କରି ଗୁଡ଼ାଏ ମିଛ କଥା କହିବାରେ ସେମାନଙ୍କର ଜବାବ ନଥିଲା। ଜିରାରୁ ଶିରା କାଢ଼ିବା ଓ ଗପ କରିବା ସେମାନଙ୍କର କାର୍ଯ୍ୟ ଥିଲା। ଏହି କାର୍ଯ୍ୟରେ ତିନି ଗପୁଡ଼ି ନିଜକୁ ସମସ୍ତଙ୍କର ଗୁରୁ ମାନୁଥିଲେ। ଥରେ ତିନି ଭାଇ ଯାତ୍ରାରେ ବାହାରି ଗଲେ। ରାସ୍ତାରେ ସେମାନେ ଗୋଟିଏ ସରାଇ ଗୃହରେ ରହିଲେ। ସେହି ସରାଇରେ ଜଣେ ରାଜକୁମାର ମଧ୍ୟ ଆସି ରହିଲା। ସେ ଦାମୀ ବସ୍ତ୍ର ଓ ବହୁମୂଲ୍ୟ ଆଭୂଷଣ ପିନ୍ଧିଥିଲା। ଗପୁଡ଼ିମାନେ ରାଜକୁମାରକୁ ନିଜ ଜାଲରେ ଫସାଇ ତାର ବସ୍ତ୍ର ଆଭୂଷଣ ଲୁଟି ନେବା ପାଇଁ ଯୋଜନା କଲେ। ସେମାନଙ୍କ ମଧ୍ୟରୁ ଜଣେ ଗପୁଡ଼ି କହିଲା, ମହାଶୟ, ସମୟ କାଟିବା ପାଇଁ ଖେଳ ପ୍ରହଳିକା ହେଲେ କେମିତି ହୁଅନ୍ତା? ରାଜକୁମାର ରାଜି ହେଲା। ଦ୍ୱିତୀୟ ଗପୁଡ଼ି କହିଲା, ଏପରି କରିବା, ଆମେ ଜଣେ ଜଣେ କରି ଗଳ୍ପ କହିବା। କାହାର ଗଳ୍ପକୁ ଯଦି କେହି ବିଶ୍ୱାସ କରିବ ନାହିଁ, ତେବେ ବିଶ୍ୱାସ କରୁନଥିବା ବ୍ୟକ୍ତିକୁ ହାର ସ୍ୱୀକାର କରିବାକୁ ଆଉ ଗପ କହୁଥିବା ବ୍ୟକ୍ତିର ଦାସତ୍ୱ ସ୍ୱୀକାର କରିବାକୁ ହେବ। ରାଜକୁମାର ଏହି ସର୍ତ୍ତକୁ ମଧ୍ୟ ମାନିନେଲେ। ଗପୁଡ଼ିମାନେ ବହୁତ ଖୁସି ହୋଇଗଲେ। ସେମାନଙ୍କ ପୁରା ବିଶ୍ୱାସ ଥିଲା ଯେ ସେମାନେ ଏପରି ଅବାସ୍ତବ ଗଳ୍ପ କହିବେ ଯେ ରାଜକୁମାର କେବେ ମଧ୍ୟ ବିଶ୍ୱାସ କରିବେ ନାହିଁ। ତା ମୁହଁରୁ ବାହାରି ପଡ଼ିବ, ଏହା କିପରି ସମ୍ଭବ? ସେମାନେ ସରାଇ ମାଲିକକୁ ମୁଖିଆ ହେବାକୁ ମନାଇ ନେଲେ। ସଭା ଜମିଲା। ଗଳ୍ପ କହିବା ଆରମ୍ଭ ହେଲା। ପ୍ରଥମ ଗପୁଡ଼ି କହିଲା, ବାଲ୍ୟକାଳରେ ଆମେ ଲୁଚକାଳି ଖେଳ ଖେଳୁଥିଲୁ। ମୁଁ ଲୁଚିବା ପାଇଁ ଗୋଟିଏ ଖଜୁରୀ ଗଛରେ ଚଢ଼ିଗଲି। ସେଇ ଗଛଟା କମ୍ ସେ କମ୍ 100 ମାଇଲ ଉଚ୍ଚା ଥିଲା। ମୁଁ ଦୌଡ଼ି ଯାଇ ତାର ଶିଖରରେ ଥିବା ପତ୍ର ଗହଳରେ ଲୁଚି ବସିଗଲି। ମୋତେ ସେଠାରେ ନିଦ ହୋଇଗଲା। ନିଦ ଭାଙ୍ଗିଲା ବେଳକୁ ଦେଖିଲି ଏହା ମଧ୍ୟରେ ଗଛଟି ଆଉ 50 ମାଇଲ ଲମ୍ବା ହୋଇଯାଇଛି। ତଳକୁ ଓହ୍ଲାଇବାକୁ ଆଉ ସାହସ ପାଇଲା ନାହିଁ। ମୁଁ ଚିନ୍ତିତ ଥିବା ସମୟରେ ଖଣ୍ଡେ ବାଦଲ ମୋ ପାଖ ଦେଇ ଗଲା। ମୁଁ ସେଇ ବାଦଲ ଭିତରେ ପଶିଗଲି। ସେତେବେଳେ ବାଦଲରୁ ପାଣି ବର୍ଷା ହେଲା। ମୁଁ ସେଇ ପାଣି ଧାରକୁ ଦୌଡ଼ି ଗଲା ପରି ତଳକୁ ଓହ୍ଲାଇଲି। ରାଜକୁମାର ଗଳ୍ପ ଶୁଣି ହସିଲା। ଗପୁଡ଼ି ନିରାଶ ହେଲା। ସେ ନିଶ୍ଚିନ୍ତ ଥିଲା ଯେ ରାଜକୁମାର ବିଶ୍ୱାସ କରିବ ନାହିଁ। ଏଥର ଦ୍ୱିତୀୟ ଗପୁଡ଼ି କହିଲା, ଥରେ ମୋର ବଲ୍ ଗୋଟିଏ ବୁଦା ଭିତରେ ପଶିଗଲା। ମୁଁ ମୋର ବଲ୍ ଖୋଜିବା ପାଇଁ ବୁଦା ଭିତରେ ପଶିଲି, କିନ୍ତୁ ମୋର ବଲ୍ ପାଇଲି ନାହିଁ। କେବଳ ଗୋଟିଏ ମୂଷା ଗାତ ଦେଖାଗଲା। ମୁଁ ସେ ଭିତରେ ପଶିଗଲି ଆଉ ଦେଖିଲି ଯେ ତା ଭିତରେ କେତେକ ହାତୀ ବନ୍ଧା ହୋଇଛନ୍ତି। ସେଇ ଗାତରେ ରହୁଥିବା ମୂଷା ହାତୀ ଚୋର ଥିଲା। ମୁଁ ସେଇ ହାତୀମାନଙ୍କୁ ମୁକ୍ତ କରିବାକୁ ସ୍ଥିର କଲି। ହାତୀମାନଙ୍କୁ ଧରି ବସ୍ତାରେ ଭର୍ତ୍ତି କରିବା ବ୍ୟତୀତ ମୋ ନିକଟରେ ଅନ୍ୟ କୌଣସି ଚାରା ନଥିଲା। ସମସ୍ତ ହାତୀକୁ ବସ୍ତାରେ ରଖି ମୁଁ ବାହାରକୁ ଦୌଡ଼ିଲି। ଏତିକି ବେଳେ ହାତୀ ଚୋର ମୂଷା ମୋତେ ଦେଖିନେଲା। ତରବାରୀ ଧରି ମୋତେ ଗୋଡ଼ାଇଲା। ମୂଷା କବଳରୁ ରକ୍ଷା ପାଇବା ପାଇଁ ମୁଁ ଡେଇଁ ପଡ଼ି ଗୋଟିଏ ଝିଣ୍ଟିକା ଉପରେ ସବାର ହୋଇଗଲି ଓ ତାକୁ ଚାବୁକ ମାରିଲି। ଝିଣ୍ଟିକା ଡେଇଁ ଡେଇଁ ଦୌଡ଼ିଲା ଓ ମୂଷା ବହୁତ ପଛରେ ରହିଗଲା। ରାଜକୁମାର ସହମତି ପାଇଁ ମୁଣ୍ଡ ହଲାଇ କହିଲା, ହଁ, ମୁଁ ତୁମକୁ ଝିଣ୍ଟିକା ଉପରେ ସବାର ହୋଇଥିବାର ଦେଖିଥିଲି। ଦ୍ୱିତୀୟ ଗପୁଡ଼ି ମଧ୍ୟ ଅସଫଳ ହେଲା। ଏବେ ପାଳିଥିଲା ତୃତୀୟ ଗପୁଡ଼ିର। ସେ ଆରମ୍ଭ କଲା, ଥରେ ନଦୀ କୂଳରେ ବୁଲିବାକୁ ଗଲି। ସେଠାରେ ସମସ୍ତ ମତ୍ସ୍ୟଜୀବୀ ଏକତ୍ରିତ ହୋଇ କାନ୍ଦୁଥିଲେ। କାରଣ ପଚାରିବାରୁ
ସେମାନେ ବତାଇ ଦେଲେ ଯେ ନଦୀରେ ଗୋଟିଏ ମଧ୍ୟ ମାଛ ନାହିଁ, ଯାହାଦ୍ୱାରା ସେମାନେ କ୍ଷୁଧାରେ ମରୁଛନ୍ତି। ମୁଁ ଏହାର କାରଣ ଜାଣିବା ପାଇଁ ନଦୀକୁ ଓହ୍ଲାଇଲି। ପାଣି ଭିତରକୁ ଯାଇ ଦେଖିଲି ଗୋଟିଏ ତିମି ସମସ୍ତ ମାଛକୁ ଖାଇଯାଉଛି। ତାକୁ ଦେଖି ମୋତେ ପ୍ରବଳ କ୍ରୋଧ ଆସିଲା। ମୋର କ୍ରୋଧର ଗରମ ଯୋଗୁଁ ନଦୀର ପାଣି ଗରମ ହେବାକୁ ଲାଗିଲା। ପାଣି ଗରମ ହୋଇଯିବାରୁ ତିମି ଛଟପଟ ହେବାକୁ ଲାଗିଲା ଓ ପାଣିରୁ ବାହାରି ଆକାଶରେ ଉଡ଼ିବାକୁ ପ୍ରସ୍ତୁତ ହେଲା। ସେ ଉଡ଼ିବା ପୂର୍ବରୁ ମୁଁ ତା'ର ଲାଞ୍ଜ ଧରିନେଲି। ଆମେ ଦୁହେଁ ଆକାଶରେ ଉଡ଼ିବାକୁ ଲାଗିଲୁ। ତିମି ଲାଞ୍ଜ ହଲାଇ ମୋତେ ପକାଇ ଦେବାକୁ ଚେଷ୍ଟା କଲା, କିନ୍ତୁ ମୁଁ ତା ଲାଞ୍ଜ ଛାଡ଼ିଲି ନାହିଁ। ଏତିକି ବେଳେ ମୁଁ ଦେଖିଲି ଗୋଟିଏ ବହୁତ ବଡ଼ ଚଟାଣ ପବନରେ ଭାସି ଆସୁଛି। ମୁଁ ସେଇ ଚଟାଣ ଉପରେ ଛିଡ଼ା ହୋଇଗଲି ଓ ଲାଞ୍ଜ ଧରି ତିମିକୁ ଖୁବ୍ ଘୁରାଇ ଘୁରାଇ ସମୁଦ୍ରରେ ଫୋପାଡ଼ି ଦେଲି। ଏହି ପ୍ରକାରେ ମୁଁ ସେଇ ତିମି କବଳରୁ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଇଲି। ରାଜକୁମାର ତାଳି ବଜାଇ କହିଲା, ତମେ ବହୁତ ବାହାଦୁରୀର କାର୍ଯ୍ୟ କଲ। ତିନି ଗପୁଡ଼ି ଅସଫଳ ହେଲେ। ସେମାନଙ୍କ ମୁହଁ ଶୁଖିଗଲା। ନ୍ୟାୟକାରୀ କହିଲା, ରାଜକୁମାର, ତମେ ଏବେ ନିଜ ଗପ ଶୁଣାଅ। ରାଜକୁମାର ଆରମ୍ଭ କଲା, ଠିକ୍ ଅଛି, ଏବେ ମୋର କାହାଣୀ ଶୁଣ। ମୁଁ ଗୋଟିଏ ଦେଶର ରାଜକୁମାର ଅଟେ। ମୋ ପାଖରେ 3 ଜଣ ଦାସ ଅଛନ୍ତି। ମୁଁ ସେମାନଙ୍କୁ ବହୁତ ଦରରେ କିଣିଥିଲି। ଦିନେ ସେମାନେ ମୋତେ ଧୋକା ଦେଇ ପଳାଇଗଲେ। ସେହି ଦିନଠାରୁ ମୁଁ ସେମାନଙ୍କୁ ଘୁରି ବୁଲି ଖୋଜୁଛି। ଆଜି ପୁଣି ସେମାନେ ମୋତେ ମିଳିଗଲେ। ଗୋଟିଏ ଗପୁଡ଼ି ପଚାରିଲା, ସେମାନେ କିଏ? ରାଜକୁମାର କହିଲା, ତୁମେ ସେଇ 3 ଜଣ ଦାସ ଅଟ। ଗପୁଡ଼ିମାନେ ଏବେ ଜାଲରେ ପଡ଼ିଗଲେ। ଯଦି ରାଜକୁମାରଙ୍କ କଥା ମାନିବେ ନାହିଁ, ତେବେ ସର୍ତ୍ତ ହାରିଯିବେ ଏବଂ ରାଜକୁମାରଙ୍କ ଦାସ ପାଲଟି ଯିବେ। ଆଉ ଯଦି ରାଜକୁମାରଙ୍କର ଗପ ସ୍ୱୀକାର କରିବେ, ତେବେ ଦାସ ହିଁ ହେବେ। ବିଚାରକ ନିର୍ଣ୍ଣୟ ଶୁଣାଇଲେ, ଗପୁଡ଼ି ଭାଇ ହାରି ଯାଇଛନ୍ତି, ଆଉ ସେମାନେ ଏବେଠାରୁ ରାଜକୁମାରଙ୍କର ଦାସ ହେବେ। ଗପୁଡ଼ିମାନେ ବହୁତ ବାଡ଼େଇ ପିଟି ହେଲେ। ରାଜକୁମାରଙ୍କୁ କ୍ଷମା ଯାଚନା କଲେ। ଶେଷରେ ରାଜକୁମାର କହିଲେ, ମୁଁ ତୁମମାନଙ୍କୁ ଗୋଟିଏ ସର୍ତ୍ତରେ ମୁକ୍ତ କରିବି। ତାହା ହେଲା, ଆଲତୁ ଫାଲତୁ କଥା କହି ଆଉ କାହାକୁ କେବେ ଠକିବ ନାହିଁ। ଗପୁଡ଼ି ଭାଇମାନେ ଆଉ କାହାକୁ ନ ଠକିବାର ପ୍ରତିଜ୍ଞା କଲେ।